दरिया नीलंबु मझिरे धीरे चले आमतरी धीरे चले आमतरी बाट जणा नाही घाट जणा नाही बाट जणा नाही घाट जणा नाही तथापि होइबु पारी तथापि होइबु पारी अथल दरिया नीलंबु मझिरे धीरे चले आमतरी धीरे चले आमतरी केते दिन जीव कण घटीब नाही किछि सते जाना अजण तटारे होई पारुबा केते बेले बाट बणा केते दिन जीव कण घटीब नाही किछि सते जाना अजण तटारे होई पारुबा केते बेले बाट बणा लागु जहा लागु घट जहा घटु लागु जहा लागु घट जहा घटु अछुरु दे दंभ धरी हथल दरिया नीलंबु मझिरे धीरे चले आमतरी धीरे चले आमतरी जानी न किया मंग धरिछन्ति विश्वर श्रेष्ठ नाविक मुहूर्तक पाई विश्राम नेई बुझुछन्ति सुख दुख जानी न किया मंग धरिछन्ति विश्वर श्रेष्ठ नाविक मुहूर्तक पाई विश्राम नेई बुझुछन्ति सुख दुख अति निर्भय महानंद रे अति निर्भय महानंद रे होई जीवा हमें पारी अथल दरिया नीलंबु मझिरे धीरे चले आमतरी धीरे चले आमतरी बाट जणा नाही घाट जणा
बाट जणा नाही घाट जणा नाही तथापि होइबो पारी तथापि होइबो पारी तथापि होइबो पारी। धन्यवाद। वर्षा को अनेक अनेक धन्यवाद ये सुंदर वंदनाटी पाई। हाँ आमे आम जीवन पथर ये तरीकी तो आमे धीरे धीरे बाही चलीचु अथल दरिया जलांबु मझिरे धीरे चले आम तरी बाट जना नहीं घाट जना जाए दिने निश्चय हेबु पारी। सतरे आम जीवन पथ तरीटी पारी हेवा पाई आमर ये उद्यम आम जीवन पथ ये आलोचना ये पर्यालोचना किछि बाट मिलबार सूक्ष्म एक जिज्ञासा एक अन्वेषण होछि ये आमर पाठचक्र। गत अध्याय भी भवेश भाई आमर यही जीवनर पथ तरीटी को यही जीवन रे सफलतार सहित बाही नेबा पाई सातटी सोपान सातटी बिंदु रो उपस्थापना करथिले। यही 7 एस्पेक्ट गुड़िक आम शरणागति जीवनर आधारशिला रूपे निश्चित भाव रे प्रतिष्ठित एवं ये 7टी जाक बिंदुर एक सारांश यदि निर्णय करा जाए ता हेउछि से आमे भगवान को निकटरे आमर जो विश्वास जो समर्पण जो अभिप्सा जो साधना जाओ भी ना दिया जाऊ पछके सेगुड़िक संपूर्ण रूपे भगवान का इच्छा आधारित ना आमर इच्छा आधारित। जदि किसी मिस थाए एवं ये मिक्सचर अच्छी बोली तो आम साधनार ये अपरिपक्वता ये विफलता बा धीर मंथर यात्रा एवं ये मिश्रित बा अपमिश्रित बा अवमिश्रित आम चेतनार जो क्षय गुड़ी को उपाड़ी देवा पाई आमर ये उद्यम ये आलोचना ये विचार ये पर्यालोचना
ଭାଇ ଓ ଭଉଣୀମାନେ ବେଳେ ବେଳେ এই ବିଷୟରେ ଆମର ବିଚାର ଗୁଡ଼ିକ, ଆମ ନିଷ୍ପତ୍ତି ଗୁଡ଼ିକ ଯେଉଁ ସିଦ୍ଧାନ୍ତ ଆମକୁ ଦିଏ, ତା ମଧ୍ୟ ଈଶ୍ୱରଙ୍କ ଇଚ୍ଛାର ପରିପନ୍ଥୀ ବୋଲି ଆମର ହୁଏତ ଧାରଣା ନଥାଏ। ଅନେକ ସମୟରେ ଏଭଳି ଏକ ସବୁ ଘଟଣା ଘଟିଥାଏ। ଏମିତିକି ଆମ ବିଚାର, ଆମ ଦୃଷ୍ଟିକୋଣ ସପକ୍ଷରେ ଆମ ନିଜର ଏବଂ ସାରା ପୃଥିବୀର ସମର୍ଥନ ଥିଲେ ବି ତା ଆମର ଆରାଧ୍ୟଙ୍କର ସମର୍ଥନ ଅଛି କି ନାହିଁ ସେ କଥା ଜାଣିବା ଯେହେତୁ ଆମ ଚେତନାର ବାହାରେ, ଆମ କ୍ଷମତାର ବାହାରେ, ତେଣୁ ଆମେ ଆମର ସିଦ୍ଧାନ୍ତ, ଆମର ବିଚାରକୁ ଉଚିତ ବୋଲି ଆମେ ସେହି ନିଷ୍ପତ୍ତିରେ ଅଟଳ ରହିଥାଉ ଏବଂ ସେହି କାର୍ଯ୍ୟଟି କରିଯାଉ ଏବଂ ତାର ଫଳାଫଳ ଅନେକ ସମୟରେ ବିପରୀତ ଭଳି ଘଟିଥାଏ। ଗୋଟେ ଉଦାହରଣ ଦିଆଯାଇପାରେ। ମନୋଜ ଦାସ ପଣ୍ଡିଚେରୀ ଆଶ୍ରମରେ ତାଙ୍କ ଯେତେବେଳେ ସେ ଶଯ୍ୟାଶାୟୀ ହେଲେ, ଜୀବନର ଅନ୍ତିମ କ୍ଷଣରେ ଆଶ୍ରମ ନର୍ସିଂ ହୋମରେ ତାଙ୍କୁ ଚିକିତ୍ସା କରାଗଲା ଏବଂ ସାରା ଭାରତରେ, ଓଡ଼ିଶାରେ ଏଭଳି ଏକ ଧାରଣା ପ୍ରସ୍ତୁତ ହୋଇଗଲା ଏବଂ ସେ ଧାରଣାଟି ଆଶ୍ରମରୁ ହିଁ ଆସିଥିଲା କିଛି ଲୋକଙ୍କ ମାଧ୍ୟମରେ ଯେ ଶ୍ରୀ ଅରବିନ୍ଦ ଆଶ୍ରମର ଯେଉଁ ମେଡିକାଲ ଯେଉଁ ଚିକିତ୍ସା ବ୍ୟବସ୍ଥା ମନୋଜ ଦାସଙ୍କୁ ସୁସ୍ଥ କରିବାରେ, ତାଙ୍କୁ ଚିକିତ୍ସା କରିବାରେ ସକ୍ଷମ ନୁହେଁ, ସେଭଳି ଉନ୍ନତ ନୁହେଁ। ତେଣୁ ଯଦି ବେଶୀ ଦିନ ଆଶ୍ରମର ଛୋଟିଆ ଚିକିତ୍ସା କେନ୍ଦ୍ରରେ ତାଙ୍କୁ ପକାଇ ରଖାଯାଏ, ତାଙ୍କର ମୃତ୍ୟୁ ଖୁବ୍ ଶୀଘ୍ର ସୁନିଶ୍ଚିତ ହୋଇଯିବ। ତେଣୁ ତାଙ୍କୁ, ଯେହେତୁ ସେ ଏତେ ବଡ଼ ପ୍ରତିଭାବାନ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ସାରା ଭାରତରେ, ଓଡ଼ିଶାରେ, ତୁରନ୍ତ ତାଙ୍କୁ ଆଶ୍ରମରୁ ସ୍ଥାନାନ୍ତରିତ କରାଯାଇ ବମ୍ବେ, ଦିଲ୍ଲୀ, କାଲକାଟା କିମ୍ବା ବଡ଼ ବଡ଼ ହସ୍ପିଟାଲକୁ ନିଆଯାଉ ଏବଂ ଓଡ଼ିଶା ଗଭର୍ଣ୍ଣମେଣ୍ଟ କିମ୍ବା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତାଙ୍କ ସବୁ ଚିକିତ୍ସା ଖର୍ଚ୍ଚ ବହନ କରୁ। ସାରା ଓଡ଼ିଶାରେ, ଭାରତରେ ଖବରକାଗଜ ମାନଙ୍କରେ, ରେଡ଼ିଓରେ, ଟିଭିରେ ଏହି ସମ୍ବାଦ ମଧ୍ୟ ସବୁ ପରିବେଷିତ ହେଲା। ଆପଣମାନେ କିଛି ଶୁଣିଥିବେ ସେ ବିଷୟରେ। ଏବଂ ଏ ବିଷୟଟି ଶୁଣି ଓଡ଼ିଶାରେ ଏବଂ ଆଶ୍ରମରେ ଅନେକ ସାଧକମାନେ କିଛି ପ୍ରତିକ୍ରିୟା ପ୍ରକାଶ କରିବାକୁ ଭୟ କଲେ, ନୀରବ ରହିଲେ। କାରଣ କାଳେ ଏଟା ସତ ହୋଇଥିବ କି। କିନ୍ତୁ ଶେଷରେ ଓଡ଼ିଶା ସରକାରଙ୍କର ମନ୍ତ୍ରୀଙ୍କର ନିଜେ ଯାଇକି ଏଠି ଚିକିତ୍ସା, ଆମର ସ୍ୱାସ୍ଥ୍ୟମନ୍ତ୍ରୀ ପଣ୍ଡିଚେରୀ ଯାଇ ଆଶ୍ରମ ସହ ପରାମର୍ଶ କରି ମନୋଜ ଦାସଙ୍କୁ ତୁରନ୍ତ ପଣ୍ଡିଚେରୀ ଜିପମର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା, ଇମିଡ଼ିଏଟ୍ କରାଗଲା। କିନ୍ତୁ 2 ଦିନ ପରେ ପୁଣି ମନୋଜ ଦାସଙ୍କୁ ପୁଣି ଫେରାଇ ଅଣାଗଲା ଆଶ୍ରମ ନର୍ସିଂ ହୋମକୁ। ସେତେ ବଡ଼ ହସ୍ପିଟାଲରୁ ପୁଣି ରିଟର୍ଣ୍ଣ କରି ନିଆଗଲା। ତାର ମାତ୍ର 2 ଦିନ ପରେ ମନୋଜ ଦାସ ଶରୀର ତ୍ୟାଗ କଲେ। ଏ ଘଟଣା ପଛର ରହସ୍ୟଟି ସେ ରହସ୍ୟ ହେଇ ରହିଗଲା। ଆମେ
ବିଚାରବନ୍ତ ମଣିଷମାନେ ବୁଝିପାରିଲେ ନାହିଁ। ମନୋଜ ଦାସ କେବଳ ନୁହନ୍ତି, ଆଶ୍ରମର ଅନ୍ତେବାସୀମାନେ ଯେଉଁମାନେ ଶରୀର ତ୍ୟାଗ କରୁଛନ୍ତି, ସମସ୍ତେ ଯେଉଁମାନେ ଏକ ଶରଣାଗତିର ଜୀବନ ବିତାଉଛନ୍ତି, ସେମାନେ ନିଜକୁ, ନିଜର ଜନ୍ମକୁ, ମୃତ୍ୟୁକୁ, ନିଜର ଜୀବନକୁ, ସମସ୍ତ କର୍ମଧାରାକୁ ଆଶ୍ରମରେ ରହି ସମ୍ପୂର୍ଣ୍ଣ ମାଙ୍କର ଇଚ୍ଛାଧୀନ ମାଙ୍କ ଉପରେ ଛାଡ଼ି ଦେଇଛନ୍ତି। ନିଶ୍ଚିତ ଭାବରେ ମନୋଜ ଦାସ ଚାହିଁଛନ୍ତି, ସେଇ ମୁହୂର୍ତ୍ତରେ ସେ ଇଚ୍ଛା କରିଛନ୍ତି, ମୋର ବହୁତ ଦିନ ମୁଁ ସଂସାରରେ ରହିଲି, ବଞ୍ଚିଲି, ଯେତିକି କରିବା କଥା କାର୍ଯ୍ୟ ସାହିତ୍ୟ ପାଇଁ, ସାଧନା ପାଇଁ କଲି, ଏବେ ସମୟ ଉପଗତ। ଯଦି ତାଙ୍କ ଉପରେ ସମ୍ପୂର୍ଣ୍ଣ ମୁଁ ଛାଡ଼ି ଦେଇଛି ଘଟଣାଟିକୁ, ମୋ ଜୀବନକୁ, ଯଦି ଇଚ୍ଛା କରିବେ ମୋତେ ନେଇଯିବେ, ନହେଲେ ଭଲ କରିଦେବେ। ମୋର ନିଜର ନିଷ୍ପତ୍ତି, ମୋର ବିଚାର ବା ଆପଣମାନଙ୍କ ବିଚାର, ମୋ ବିଚାରକୁ ଭାବି ଯେ ମୋ ଇଚ୍ଛା ବିରୁଦ୍ଧରେ ମୋତେ ଚିକିତ୍ସା, ଭଲ ଚିକିତ୍ସା ଦେବା ପାଇଁ, ସିନା ଉନ୍ନତ ଚିକିତ୍ସା ପାଇଁ ନେଇଗଲେ, ସବୁଆଡ଼େ ଚେଷ୍ଟା କଲେ, ଆପଣଙ୍କର କର୍ତ୍ତବ୍ୟ ସେଟା ଆପଣ କରିଛନ୍ତି, କିନ୍ତୁ ମୋର ଯେଉଁ ଉତ୍ସର୍ଗୀକୃତ ଜୀବନ, ଶରଣାଗତିର ଜୀବନ, ମୁଁ ଯାହା ଚାହିଁଛି, ଯାହା ଚାହୁଁଛି, ଶେଷ ସମୟରେ ମାଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେଉ। ମୋର କିଛି ତ ଦ୍ୱିଧା ନାହିଁ, କୌଣସି କୁଣ୍ଠା ନାହିଁ। ସମ୍ପୂର୍ଣ୍ଣ ଭାବେ ସିଏ ଚାହିଁଲେ, ଯାହା ଚାହିଁବେ ତାହା ହିଁ ହଉ ଏବଂ ତାହା ହିଁ ଘଟିବ। ଏଇ ନିଶ୍ଚୟତା, ଏଇ ନିଶ୍ଚିତତାକୁ କେହି ବୁଝିପାରିଲେ ନାହିଁ। ଏବଂ 2 ଦିନ ଜିପମର ହସ୍ପିଟାଲରେ ଚିକିତ୍ସା ପରେ ମନୋଜ ଦାସଙ୍କର ଏଇ ଅଶାନ୍ତି, ଏଇ କଥାଟି ଯେତେବେଳେ ସେ ବ୍ୟକ୍ତ କଲେ, ତାଙ୍କର ଶେଷ ଇଚ୍ଛା ପୂରଣ କରିବା ପାଇଁ ମନୋଜ ଦାସ କହିଲେ, ତୁରନ୍ତ ମୋତେ ଯଦି ଆଶ୍ରମ ନେଇଯାଏ, ମୁଁ ମାଙ୍କର ପ୍ରୋଟେକ୍ସନ ଭିତରେ, ମାଙ୍କର ଏରିଆ ଭିତରେ, ମାଙ୍କର ସୁରକ୍ଷା ବଳୟ ଭିତରେ ମୁଁ ରହିବାକୁ ଚାହେଁ। ଜୀବନ ବି ସେଇଠି ଗଲେ ଯାଉ, ରହିଲେ ରହୁ। ସେଇ ଇଚ୍ଛାଟି ଜାଣିବା ପରେ ତୁରନ୍ତ ତାକୁ ପୁଣି ରିଟର୍ଣ୍ଣ କରି ଆଣିଲେ ଆଶ୍ରମ ନର୍ସିଂହୋମକୁ। ତାପରେ 3 ଦିନ ପରେ ଶରୀର ତ୍ୟାଗ କଲେ ଶାନ୍ତିରେ। କଥାଟି ଏଇ ଯେଉଁ ବିଚାରର ବିରୋଧାଭାସ, ଭଗବାନଙ୍କ ମାଙ୍କର ଉପରେ ନିଜକୁ, ନିଜ ଜୀବନକୁ, ନିଜର ବଞ୍ଚିବା ମରିବାକୁ ସମ୍ପୂର୍ଣ୍ଣ ନିବେଦିତ ଏକ ଶରଣାଗତିର ଜୀବନକୁ ଆମେ ଆମ ଧାରାରେ, ଆମ ବିଚାରରେ, ଉନ୍ନତ ଚିକିତ୍ସାର ନାଁରେ ଆମେ ଘୁରି ବୁଲିଲେ। ବେଳେବେଳେ ଏଇଭଳି ଘଟଣା ଦେଖିବାକୁ ମିଳେ ଅତି ବିଚିତ୍ର ଭାବରେ। ତେବେ ଯାହା ହଉ, ଯେଉଁମାନେ ଏ ଘଟଣାର ସବୁ ମୁକ ସାକ୍ଷୀ, ସେମାନଙ୍କୁ ଅନେକଙ୍କୁ ମୁଁ ଆଶ୍ରମରେ ଏ ବିଷୟରେ ପଚାରିଥିଲି ଯେ ଆପଣଙ୍କର ଏ ବିଷୟରେ ମତାମତ କ'ଣ? ସମସ୍ତେ ସ୍ୱୀକାର କରିଥିଲେ, ଯେଉଁମାନେ ଆଶ୍ରମବାସୀ, ତାଙ୍କର ସବୁଠାରୁ ବଡ଼ ଚିକିତ୍ସକ ହେଉଛନ୍ତି ମା। ସିଏ ତାଙ୍କର ଶକ୍ତି ହିଁ ଔଷଧ। ଆମର ସେ ବିଶ୍ୱାସଟି ଅଛି ସମ୍ପୂର୍ଣ୍ଣ ରୂପେ। ସେଥିପାଇଁ ତ ଆମେ ଶରଣାଗତ ସେଠି ମାଙ୍କ ପାଖରେ। ଯଦି ସିଏ ଏକ ଉନ୍ନତ ଚିକିତ୍ସା ପାଇଁ ଆବଶ୍ୟକତା ଥାଏ, ହେଲେ ଭଲ ହେବ, ଏଠି ଆଶ୍ରମର ସୁବିଧା ନାହିଁ, ସେ ବ୍ୟବସ୍ଥା ମା କାହା ନା କାହା ମାଧ୍ୟମରେ କରେଇ ନେବେ ବା କରେଇ ଦେବେ। ସେ ବିଶ୍ୱାସ ତ ଆମର ଅଛି। ଆମର ବିଚାର ଲଦି ଦେବାର କିଛି ଆବଶ୍ୟକତା ନାହିଁ। ପ୍ରାୟତଃ ଆଶ୍ରମରେ ସାଧକମାନଙ୍କ ଜୀବନରେ ଏଇଭଳି ଏକ ଶରଣାଗତିର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ। ତେଣୁ ଏହି ଶରଣାଗତିର ଜୀବନରେ
जो 7टी बिंदु गत अध्याय भवेश भाई आलोचना करथिले या भितर ये भी गोटे बिंदु थिला जे आमर संपूर्ण जीवन प्रत्येक गतिवृत्ति भगवान का इच्छा आधारित ना आमर इच्छा आधारित यही डिफरेंस यही इन बिटवीन मध्यवित रेखाटी चिन्ही न पारिबा पर्यंत आमर ए शरणागतिर जीवन संपूर्ण एवं निर्णायक हो पारिबो नाही। छाड़न्तु तो गत अध्यायर कथा भवेश भाई आसीगले अनुरोध कर भाई की या परवर्ती आलोचना एक परवर्ती बिंदु आरंभ करेंगे आम जीवन पथ संपर्क करे भवेश भाई। करुणामयी माँ परम प्रभु श्री अरविंद आज आलोचना चक्र उपस्थित समस्त मातृ संतान मान हृदय स्वागत एवं अभिनंदन। आज कार्यक्रम उपस्थित रही यार संचालक व्यवस्थापक समस्त सम्मान ऋषिकेश भाई कार्यक्रम रे अंशग्रहण करिसेंती पुष्पलता एवं तांको सुकन्या वर्षापा समस्त को अनेक श्रद्धा और सम्मान व्यक्त करुछि सेमानकर सुंदर योगदान पे। आमे जेतेबेले शरणागति टीर संभावनाटी आम द्वारा संभव कि नहीं खोजुछु सेतेबेले स्वाभाविक भाव में माँ का कथा आसुछि जो कथाटी भाई उल्लेख करथिले। पूर्ण जोग जो जोग श्री अरविंद द्वारा प्रणीत होइछि माँ द्वारा अवस्थापित होइछि एवं जोटा को आमे अल्प बहुत ग्रहण करिसेंती तार तीनोटी लक्ष्य रही ट्रिपल ऑब्जेक्टिव। प्रथम लक्ष्यटी है कंप्लीट प्यूरिफिकेशन पूर्ण विशुद्धीकरण। द्वितीय लक्ष्यटी होची ए टोटल लिबरेशन संपूर्ण मुक्ति निर्वाण नुहे। तृतीयटी होची ए परफेक्ट परफेक्शन यथार्थ पूर्णता पूर्ण विशुद्धीकरण संपूर्ण मुक्ति एवं यथार्थ परिपूर्णता। ये तीनोटी होची पूर्ण जोगर इंटीग्रल जोगर ट्रिपल ऑब्जेक्टिव। एवं यार अर्थ कौन टोटाल जदि आपण मिसेबे प्यूरिफिकेशन लिबरेशन एंड परफेक्शन एटा आम समस्त भितर गोटे इंटीग्रल ट्रांसफॉर्मेशन को संभव करिवो पूर्णांग रूपांतर। ये पूर्णांग रूपांतर हबो केउठी आमर समग्र सत्ता गुड़िक हेबो आमर स्वभाव बा आमर अपरा प्रकृति रे हेबो ट्रांसफॉर्मेशन ऑफ द होल बीइंग एंड नेचर। हेले जेतेबेले एई भली गोटे लक्ष्य को नहीं आमे जिबा ये लक्ष्य हमको अतीव दुरूह लागिबो एक्सीडिंगली डिफिकल्ट खाली दुरूह नुहे असंभव मध्य ऑलमोस्ट इम्पॉसिबल टू अटेन।
କାହିଁକି ନା ଏଠି ଦୁଇଟି କଥାକୁ ମା ବହିର ପ୍ରାରମ୍ଭରେ କୁହାଯାଉଛି। ଗୋଟେ ହେଲା ଏସେନ୍ସ ଅଫ୍ କନସିୟସନେସ୍, ଚେତନାର ଉତ୍ତରଣ। ଅନ୍ୟଟି ହେଲା ଡିସେଣ୍ଡସ୍ ଫ୍ରମ୍ ଏବଭ୍, ଉଚ୍ଚତର ଚେତନାର ଆମ ନିଜ ଭିତରକୁ ଅବତରଣ। ଆମେ କିଛି ଊର୍ଦ୍ଧ୍ୱକୁ ଯିବା ଆଉ ଊର୍ଦ୍ଧ୍ୱରୁ ଆମ ପାଖକୁ କିଛି କଥା ଆସିବ। ଏସେଣ୍ଟ ଆଣ୍ଡ ଡିସେଣ୍ଟ, ଏ ଦୁଇଟି ଗୁଡ଼ିକ ହେଉଛି ଜଟିଳ ପ୍ରକ୍ରିୟା। ଏକରେ ଯଦି ଆପଣଙ୍କୁ କୁହାଯିବ ହିମାଳୟ ଚଢିଯିବା, କେତେ ଜଣ ପାରିବା? ଚେତନାର ଉତ୍ତରଣ ସେଇଭଳି ଆମ ପାଇଁ ପିଛିଳ, ବହୁତ କଷ୍ଟ ସେଥିରେ ଅଛି। ଆଉ ମାଙ୍କର ସେଇ ଶକ୍ତିକୁ ଆମେ ଆମ ପାଖକୁ ଅବତରଣ କରି ଆଣିବା ମଧ୍ୟ ଜଟିଳ। ତାହେଲେ ଯଦି ପୂର୍ଣ୍ଣ ବିଶୁଦ୍ଧିକରଣ କଷ୍ଟ, ପୂର୍ଣ୍ଣ ମୁକ୍ତି କଷ୍ଟ, ଯଥାର୍ଥ ପରିପୂର୍ଣ୍ଣତା କଷ୍ଟ, ଆମ ସତ୍ତା ଗୁଡ଼ିକର ପୂର୍ଣ୍ଣାଙ୍ଗ ରୂପାନ୍ତର କଷ୍ଟ, ଆମ ପ୍ରକୃତିର ରୂପାନ୍ତର କଷ୍ଟ, ଚେତନାର ଉତ୍ତରଣ ଗୋଟେ କଷ୍ଟ ବ୍ୟାପାର ଏବଂ ଚେତନାର ଅବତରଣ ମଧ୍ୟ, ଊର୍ଦ୍ଧ୍ୱତର ଚେତନାକୁ ଅବତରଣ କରିବା ଯଦି ଗୋଟେ କଷ୍ଟକର ବେପାୟ, ତାହେଲେ ଆମେ ଏଇ ସାଧନାରେ, ଏଇ ପଥରେ ରହିବା କି ରହିବାନି? ସେଥିପାଇଁ ସବୁବେଳେ କୁହାଯାଇଛି ଯୋଗ ପଥ ଗୋଟେ ରେଜର୍ସ ଏଜ୍, ଅର୍ଥାତ୍ ଖୁର ଧାରରେ ପଥ ଚାଲିବା। ଖୁର କହିଲେ ଯୋଉଥିରେ ସବୁ କଟାକଟି ହୁଏ, ଦାଢି ପାଡି କାଟନ୍ତି, ଖୁର କହନ୍ତି, ବାରିକର ଖୁର। ସେ ଖୁରର ଧାରରେ, ରେଜର ର ବ୍ଲେଡ, ତା ଉପରେ ବାଟ ଚାଲିବା, ତାପରେ ପାଦ ରଖି ହୁଏ କି? ସେଇଭଳି ମାନେ ଯଦି କାଚ, ଭଙ୍ଗା କାଚ ଉପରେ ଗୋଡ ରଖିବା ଯାହା, ଏଇ ପଥରେ ପଥ ରଖିବାଟା ସେଇଆ। ତାହେଲେ କଣ କରିବା? ଡରିବା, କାନ୍ଦିବା, ଭୟ ପାଇବା, ଛାଡି ପଳେଇବା, ବହୁତ ଗୁଡେ ରାସ୍ତା ଅଛି। ଡରି ପାରିବା, ଆଉ କାନ୍ଦି ପାରିବା, ଆଉ ଆମେ ଛାଡିକି ପଳେଇ ଯାଇପାରିବା, ଆଉ ସେଥିରେ ଆମେ ସେ ଜିନିଷଟିକୁ ସମ୍ପୂର୍ଣ୍ଣ ଭାବରେ ଛାଡି ଦେଇକି ତା ପଥରେ ଆମେ ଅଲଗା ହେଇଯିବା, ଇଏ ବି ଗୋଟେ ଦିଗ ହେଇପାରିବ। ତେଣୁ କେତେ ପଥରୁ ଆମେ କେତେ କଥା କୁହାଯାଇଛି, କଣ କଣ କରିବା। ପ୍ରଥମେ ସଂକଳ୍ପ କରିବା, ୱିଲ୍। ସେ ସଂକଳ୍ପରୁ ଜନ୍ମ ନେବ ଆସ୍ପିରେସନ୍, ଆସ୍ପୃହା। ସମର୍ପଣ କଥା କୁହାଯାଇଛି, ପ୍ରତ୍ୟାଖ୍ୟାନ କଥା କୁହାଯାଇଛି। କିନ୍ତୁ ଏ ସବୁ ସତ୍ତ୍ୱେ ଆପଣ ଯାହା କରିବା କଥା କରନ୍ତୁ, କିନ୍ତୁ ପୃଥିବୀ ବକ୍ଷରେ ଏପରି କୌଣସି ମାନବ ସତ୍ତା ନାହିଁ, ତା ଆତ୍ମାରେ ଏତେ ଦମ୍ଭ ନାହିଁ ଯେ ଏ ସବୁ ସତ୍ତ୍ୱେ ନିଜ ଭିତରକୁ ରୂପାନ୍ତର କ୍ରିୟାଟି ସମ୍ଭବ କରିବ। ତେଣୁ ଆମେ ଯୋଉ ପଥର ପଥିକ, ଆମେ ଯୋଉ ଜୀବନର ପଥରେ ଚାଲୁଛନ୍ତି, ସେ ପଥରେ ଗୋଟିଏ କଥାକୁ ଆମେ ମୁହୂର୍ତ୍ତକ ପାଇଁ ଭୁଲିବା ନାହିଁ। Not therefore forget even for a moment. କଣ ଭୁଲିବା ନାହିଁ? That the divine mother Shakti can always do more than the personal effort. ଆମ ବ୍ୟକ୍ତିଗତ ଉଦ୍ୟମ ଅପେକ୍ଷା ଦିବ୍ୟ ଜନନୀଙ୍କର ଶକ୍ତି ଆମ ପାଇଁ ଅଧିକ କାମ କରିଦେଇ ପାରିବ। ତେଣୁ
ବ୍ୟକ୍ତିଗତ ଉଦ୍ୟମଟି ଯେତିକି ଗୁରୁତ୍ୱପୂର୍ଣ୍ଣ, ମାଙ୍କର ଶକ୍ତି ଉପରେ ଭରସା କରିବା ଓ ତା ଉପରେ ନିର୍ଭର କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆପଣ ଦୁଇଟା ଯାକ ଏଠି ଆଧାର ଭାବରେ ନେବେ। ତେଣୁ ସାଧକ ପାଇଁ ଗୋଟେ କଣ କରାଯାଇପାରିବ? ସାଧକ ଗୋଟେ ସ୍ଥିର ଅପ୍ରତିହତ ଶ୍ରଦ୍ଧା ବିଶ୍ୱାସଟେ କିଭଳି ମାଙ୍କ ଉପରେ ସ୍ଥାପନ କରିପାରିବ, ମାଙ୍କର ଶକ୍ତିକୁ କେମିତି ନିଜ ଭିତରକୁ ଅବତରଣ କରିବ। ଯେତେବେଳେ ଏସେଣ୍ଟ ହବ କନସିୟସନେସ ର, ସେଟା ହଉଛି ପର୍ସନାଲ ଏଫର୍ଟ। କିନ୍ତୁ ଡିସେଣ୍ଟ ହବ, ଅବତରଣ ହବ ମାଙ୍କ ଶକ୍ତିର, ସେଟା ମାଙ୍କର କରୁଣା। ତେଣୁ ଆମର ଉଦ୍ୟମ ସହିତ ମାଙ୍କର କରୁଣା ମିଶି ରହିଛି। ତେଣୁ ଆପଣ କହିବେ ତାହେଲେ ମୁଁ କଣ କରିବି? ଆମେ ପୁରୁଣା ଯୁଗରେ କେତେ କେତେ କାମ ସବୁ କରିଛନ୍ତି, କିନ୍ତୁ ପ୍ରକୃତିର କିଛି ରୂପାନ୍ତର ହେଲା ନାହିଁ, ପାର୍ଥିବ ପରିସ୍ଥିତିର କିଛି ଉନ୍ନତି ହେଲା ନାହିଁ। ଯୋଉ ଜୀବନକୁ ଆନନ୍ଦ ଆସିବା କଥା ସେ ଜୀବନକୁ ଆନନ୍ଦ ଆସିଲା ନାହିଁ। ମଣିଷ ସଂଗତି ମଧ୍ୟରେ ବଞ୍ଚି ପାରିଲା ନାହିଁ, ଏକତ୍ୱ ଆସିଲା ନାହିଁ, ଦିବ୍ୟ ଜୀବନ ହେଲା ନାହିଁ। ଏ ସବୁ ସମସ୍ୟାର ଗୋଟିଏ ସମାଧାନ ରହୁଛି ଯେ ଜଣେ ବ୍ୟକ୍ତି ଭାବରେ ଆପଣ କଣ କରିପାରିବେ। ଆମେ ବ୍ୟକ୍ତି ଭାବରେ ଯୋଉ ବ୍ୟକ୍ତିଗତ ଉଦ୍ୟମ ଗୁଡିକ କରୁଛୁ, ସେଥିରେ ମୂଳ କଥାଟି ହବ, his only effort should be to keep himself open to the mother's force। ମାଙ୍କ ଶକ୍ତି ପ୍ରତି ନିଜକୁ ଉନ୍ମୁଖ ରଖିବା। ଆପଣ କୌଣସି ଏକ କାର୍ଯ୍ୟରେ ବ୍ୟସ୍ତ ହେଇ ପଡୁଛନ୍ତି, ବିବ୍ରତ ହେଇ ପଡୁଛନ୍ତି, ନିଜ ମନକୁ ଲଗାଉଛନ୍ତି କାମରେ, ସେ ସବୁ ଜାଗାରେ ଯଦି ମାଙ୍କ ଶକ୍ତି ପ୍ରତି ଉନ୍ମୁଖ ହେବେ, ତାହେଲେ ଆପଣଙ୍କର ବହୁତ କାମ ହେଇଯାଇପାରିବ। To keep the whole being always on its side in its dealings with the forces of the lower nature। ଆମେ ନିଜର ନିମ୍ନ ପ୍ରକୃତିକୁ ବଢାवा ଦେବା ପାଇଁ, ତାକୁ ବଢେଇବା ପାଇଁ, ତାକୁ ତୃପ୍ତ କରିବା ପାଇଁ, ତାକୁ ସନ୍ତୁଷ୍ଟ କରିବା ପାଇଁ, ତାକୁ ଶକ୍ତିଶାଳୀ କରିବା ପାଇଁ ଏଇ ଜଗତରେ ନାହୁଁ। ଆମେ ସବୁବେଳେ ଆମର ମନ ପ୍ରାଣ ଶରୀର ଏଇ କଥାଟି ଚାହୁଁ, ଆମେ କିଭଳି ଏଇ ଅପରା ପ୍ରକୃତି ମଧ୍ୟରୁ ଯାଇକି ପରା ପ୍ରକୃତି ମଧ୍ୟରେ ପହଞ୍ଚି ପାରିବା, ମାଙ୍କର ଚେତନାକୁ ଧାରଣ କରିପାରିବା। ନିଜର ଚୈତୀକରଣ ଏବଂ ଆଧ୍ୟାତ୍ମିକରଣ ପରେ ନିଜ ପାଇଁ ଗୋଟେ ଆଧାର ପ୍ରସ୍ତୁତ କରିବା, କିଭଳି ଅତିମାନସର ମହାସତ୍ୟ ମଧ୍ୟକୁ ପ୍ରବେଶ କରିବା। ତେଣୁ ଆମେ ସାଧନାର ଯୋଉମାନେ ପ୍ରାରମ୍ଭିକ ଅବସ୍ଥାରେ ଅଛନ୍ତି, ମତେ ଲାଗେ ଇଏ ସାଧନା ଏତେ ଦୁରୂହ, ଏ ପଥ ଏତେ ଦୀର୍ଘ, ଆପଣ ଯେତେ ଦୂର ଚାଲିଥିଲେ ମଧ୍ୟ ଆପଣଙ୍କୁ ଲାଗିବ ମୁଁ ବେଶୀ ଦୂର ଯାଇନାହିଁ। ଧରନ୍ତୁ ଆପଣଙ୍କୁ ଯିବାକୁ ଅଛି ସୂର୍ଯ୍ୟଙ୍କ ପର୍ଯ୍ୟନ୍ତ, ଆଉ ଆପଣ ଯାଇଛନ୍ତି ହୁଏତ 100 କିଲୋମିଟର 200 କିଲୋମିଟର। ତେଣୁ କୋଟି କୋଟି କିଲୋମିଟର ତୁଳନାରେ ଆପଣ କେତେ ଶହ ମାଇଲ ଯଦି ଯାଇଛନ୍ତି କି କିଲୋମିଟର ଯାଇଛନ୍ତି, ସେଟା ମାନେ ଗୋଟେ ଶତକଡା ହିସାବରେ ବି ଆସିବ ନାହିଁ। ତେଣୁ ଆମେ ସମସ୍ତେ ପ୍ରାରମ୍ଭିକ ସାଧନାର ଅବସ୍ଥାରେ ରହିଛୁ। ତେଣୁ ଆମ ସାଧନାର, ଆମ ପଥର ଅନେକ ଗୁଡେ ସମସ୍ୟା ରହିଛି। ତେଣୁ ସେଇ ସମସ୍ୟା ଗୁଡିକର ସମାଧାନ ହେଇପାରିବ ଯଦି ଆମେ ନିଜର ଚେତନାକୁ ମାଙ୍କର ଚେତନା ସହିତ ପ୍ରତ୍ୟକ୍ଷ ଭାବରେ ଯୋଡ଼ିବାର ଚେଷ୍ଟା କରିବା। ଯେଭଳି ଆପଣଙ୍କୁ କୁହାଯାଇଛି, ବେଶୀ କଷ୍ଟ କଥା ତ କୁହାଯାଉ ନାହିଁ,
निदरू उठिले मां को समर्पण कले, निदरे शोइबाकू गला बेले मां को समर्पण करिथिबे, खाद्य खाइला बेले मां को समर्पण करिवे, कर्म आरंभ कला बेले मां को समर्पण करिवे, आपण कथा कहिला बेले मां को समर्पण करिवे। तेणु मां को चेतना रे निजको नहीं जाई पारिबा जो माने पारुछंती से माने साधनार गोटे बड़ दिग को स्पर्श कलेनी। जदि आमे मां को चेतना रे निज चेतना को संयुक्त करि पारुछु ताहले आमर ए जो पथटी ये गोटे बाह्य पथ नुहे, ये यात्राटी आम पई गोटे बाह्य यात्रा नुहे मध्य, एई यात्रा आम पई एक अंतर यात्रा, इनर जर्नी। आउ एई अंतर यात्रा सबु बेले मनुष्य को आध्यात्मिक उत्तरणर पथरे नहीं थाए, रोड ऑफ स्पिरिचुअल एसेंशन, जो एसेंशन टी आमको आवश्यक अछि। तेणु प्रथमे मांकर शक्ति को अवतरण करेले निज भीतर, तापरे आमे अंतर यात्रा पूर्वक आध्यात्मिक उत्तरणर पथरे चलिले, जहा फल आमर जो प्रारंभिक अवस्था सब रही साधनार से गोटे आत्म प्रस्तुतिर कथा ही रहिबो एवं सबु किछि भगवान को शक्तिर अधीनस्थ ही रहिबो एवं आमे व्यक्तिगत उद्यम तो निश्चय आवश्यक, अनावश्यक बोली कह जाउ नहीं। व्यक्तिगत उद्यम सेते पर्यंत आवश्यक जेते पर्यंत मांकर सन्निधि मांकर निकटत्वटी आमे अनुभव करिनांती, मां हमर दायित्व को नहीं नांती बा आमे मां को आम दायित्वटी देई पारि नाउ, हमर शरणागति होई पारि नाही, समर्पणटी होई पारि नाही। तेणु साधनार सही बारंबार सही कथाटी कह जाउछि, जो व्यक्तिगत उद्यमर तीनोटी शाखा, व्यक्तिगत उद्यमर तीनोटी शाखा। प्रथम शाखाटी कौन ना, एन एवर माउंटिंग फ्लेम ऑफ एस्पिरेशन। आमे आस्पृहार गोटे स्फुलिंग अग्नि को निज भीतर रखिथिबा जोटा एवर माउंटिंग सबु बेले अग्रगति एक पथरे जाउथो, सबु बेले ऊर्ध्वमुखी होथो, पहाड़ चढ़ी चढ़ी जावा भली ऊर्ध्वमुखी आस्पृहार एक ज्योति बा आस्पृहार एक स्फुलिंग, ए सीजलेस प्रोसेस ऑफ रिजेक्शन। रिजेक्शन कहा को करा जिवो ना, ऑफ ऑल दैट इज इनिमिकल टू साधना, जो गुडी को साधनार विरोधी। एबे मु जस्ट पाठचक्र को आसिया पूर्व जड़े साधक बड़ व्यस्त हो कहले मते एमि सब निमंत्रण गुड़े अच्छी, मु गले पाठचक्र गुड़िक करि पारने, मु जीवी ना जीविनी। मुझे घर धीर भाव कहले जे यू नो व्हाट टू डू। जेहेतु आमे मन द्वारा परिचालित होचु निर्णय नहीं पारनो, किंतु जदि उच्चतर सत्य द्वारा परिचालित हेबे आपण जानिछंती कोन करिया पड़े। सत्यर मूल कथाटी कौन, से मार्गदर्शक, से आपन पथ देखे दो कौन करिया कछ। तेणु जोटा साधनार प्रतिकूल, जोटा साधना को बाधा दिए, जोटा साधना पाई अनावश्यक आपण ताकू प्रत्याख्यान करिवे। तेणु आपण करिवे न करिवे सेटा आ पचारिबेन, जोटा साधनार प्रतिकूल आमे ताकू प्रत्याख्यान करिवा। एंड ऑफ कोर्स एन इंक्रीजिंग ग्रोइंग रियलिटी ऑफ सरेंडर, कहा प्रति ना टू दी मदर्स पावर।
ମାଙ୍କର ଶକ୍ତି ସାମର୍ଥ୍ୟ ପ୍ରତି ଆମ ଭିତରେ ନିରନ୍ତର ବଢି ଉଠୁଥିବା ସମର୍ପଣର ବାସ୍ତବତା, ଏଇ ତିନୋଟି ଶାଖାର କଥା କୁହାଯାଇଛି। ତାହେଲେ ଯଦି ଏଇ ତିନୋଟିକୁ ଆମ ଜୀବନରେ ସମ୍ଭବ କରିପାରୁଛୁ, ତାହେଲେ ବାକି କଥା ଗୁଡିକ ଆସିବ। କାହିଁକି ଆସିବ ନା ମାଙ୍କର କରୁଣାର ଫଲଗୁ ଆମ ଜୀବନରେ ଅବିରତ ଉପସ୍ଥିତ ହବ ଏବଂ ତାଙ୍କ ଶକ୍ତି ସାଧକ ଭିତରେ କାର୍ଯ୍ୟ କରିବା ଆରମ୍ଭ କରିବ। ତେଣୁ ଏହି ପଥରେ ଯାତ୍ରା କରୁଥିବା ସମସ୍ତ ସାଧକ ମାନଙ୍କ ପାଇଁ ପ୍ରଭୁଙ୍କର ନିର୍ଦ୍ଦେଶ ହେଉଛି ଯେ ଏହି ଆତ୍ମ ପ୍ରସ୍ତୁତିର ପଥରେ ଆମେ ସଦାବେଳେ ଜାଗ୍ରତ ରହିବା, ଯାହାକୁ ତାଙ୍କ ଶବ୍ଦରେ ସେ କହୁଛନ୍ତି ଦି ସାଧକ has to keep himself ever awake। ଆଉ ତାପରେ ଯୋଉ କଥାଟି ଆମେ ବିଫଳ ହଉଛୁ, ଯୋଉଟା ପାରୁନ, ସେଟା ହେଲା make at every step an uncompromising choice between the higher and the lower। ଆମ ଜୀବନରେ ଲୋୟର ଗୁଡିକ ରହିଛି, ଅଭିମାନ ଆସୁଛି, କ୍ରୋଧ ଆସୁଛି, ଅଭିଯୋଗ ଆସୁଛି, ଚିନ୍ତା ଆସୁଛି, ଦ୍ୱନ୍ଦ୍ୱ ଆସୁଛି, ହାରିଯିବାର ଆସୁଛି, ଭୟ ଆସୁଛି, କ୍ଳାନ୍ତି ଆସୁଛି। କିନ୍ତୁ ଉଚ୍ଚତର ବି ଗୋଟେ ଅଛି, କିନ୍ତୁ ଆପଣ ଉଚ୍ଚତର ପ୍ରତି ଅନକମ୍ପ୍ରମାଇଜିଂ, ସେଠି କିଛି ସାଲିସ ବିହୀନ ଗୋଟେ, ସେଠି ସାଲିସ ହେବନି, କମ୍ପ୍ରମାଇଜ ହବ ଯେ ହଁ ଆଜି ଟିକେ ନିମ୍ନଟାକୁ ନେଇ ଚଳିଯିବା, କାଲିକି ଉଚ୍ଚତରକୁ ଚାଲିଯିବା। ଏଇ ଉଚ୍ଚତର ନିମ୍ନତରର ଭୂମିରେ କିଛି ମାନେ ଆଜି କାଲି ନାହିଁ। ମୁଁ କହିଦେବି ଆଜି ଟିକେ ବିଷ ଖାଇଦେବି, କାଲିକି ଅମୃତ ଖାଇବି, ହବ? ଆଜି ମୁଁ ମଇଳା ଖାଦ୍ୟ ଗୁଡା ଖାଇଦେବି, ଆଡୁ ସାଡୁ ଖରାପ ପାଣି ପିଇଦେବି, ତା କାଲିକି ଭଲ ପାଣି ପିଇବି। ଖରାପ ପାଣି ତ ଗଲା ମାନେ ଦେହଟା ଖରାପ ହେଇଯାଉ, ତାର କାଲିକି ଭଲ ପାଣି ପିଇବି, ଯାହା କର। ଥରେ ବିଷ ସେବନ କରିସାରିଲା ପରେ ଆଉ କୋଉ ସମ୍ଭାବନା ବଞ୍ଚି ରହେ? ସେଥିପାଇଁ ପ୍ରଭୁ ତାଙ୍କ ଶବ୍ଦରେ କହୁଛନ୍ତି ଅନକମ୍ପ୍ରମାଇଜିଂ ଚଏସ୍। ଏଠି ସାଲିସ ବିହୀନ ଗୋଟେ ଆପଣ ବାଛିବା, ସେଟା ହେଲା ଉଦ୍ଧତର ଜୀବନଟେ ବାଛୁଛନ୍ତି ବା ନିମ୍ନତର ଜୀବନଟେ ବାଛୁଛନ୍ତି। ଆଉ ଆମ ଜୀବନରେ ଅନେକ କଥା ଅଛି ଯିଏ ଲକ୍ଷ୍ୟ ଆଡକୁ ଆମକୁ ନେଇଯାଉଛି। ଆମ ଜୀବନରେ ଅନେକ କଥା ଅଛି ଯୋଉଗୁଡିକ ଆମକୁ ଲକ୍ଷ୍ୟ ପଥରୁ ବିଚ୍ୟୁତ କରୁଛି, distracts him from his path। ପଥ ହୁଡିଯିବା। ତେଣୁ ପଥରେ ଚାଲିବା, ଲକ୍ଷ୍ୟ ପଥରେ ଚାଲିବା ଓ ଲକ୍ଷ୍ୟ ହୁଡିଯିବା, ୟା ଭିତରେ ଆପଣ ବାଛିବେ, କୋଉଟା ବାଛିବେ? ପଥ ବାଛିବେ କି ଅପଥ ବାଛିବେ? ପଥଟା ହୁଡିଯିବା। ତେଣୁ ଶ୍ରୀ ଅରବିନ୍ଦ ତାଙ୍କର ଅନ୍ ଯୋଗ ପେଜ 755 ପେଜରେ ଗୋଟେ ଧାଡି ଲେଖୁଛନ୍ତି। କଣ କହୁଛନ୍ତି ନା ସାଧକ should remember that there are always two ways of doing sadhana। ସାଧକ ସବୁବେଳେ ମନେ ରଖିବା ଉଚିତ ଯେ ଦୁଇଟି ଉପାୟରେ ସାଧନା କରାଯାଇପାରିବ। ଗୋଟେ ହେଲା 1 to overcome the difficulty in its own field, ନିଜ କ୍ଷେତ୍ରରେ ରହିଥିବା ବାଧା ବିପତ୍ତି ଗୁଡିକୁ ଅତିକ୍ରମ କରିବା। ଅନ୍ୟଟି ହେଲା the other to develop the inner realization। ଅନ୍ୟଟି ହେଲା ନିଜର ଅନ୍ତର ଉପଲବ୍ଧି ଗୁଡିକର ବିକାଶ। କେତେ ପର୍ଯ୍ୟନ୍ତ? until it grows so strong that, ଯେମିତି
ଆପଣଙ୍କର ଗୋଟେ ଗଛ ଆପଣ ଲଗେଇଛନ୍ତି, ଛୋଟ ଗଛଟେ, ତାକୁ ପୋକ ଜୋକ ଖାଇଦେବେ, ଗେଣ୍ଡା ଖାଇଦବ, ତାକୁ ଗାଈ ଖାଇଦବ, ଛେଳି ଖାଇଦବ, ମେଣ୍ଢା ଖାଇଦବ, ଗଧ ଖାଇଦବ, ଘୋଡ଼ା ଖାଇଦବ, ସମସ୍ତେ ଖାଇଦେଇପାରିବେ। ତେଣୁ କିଏ ମାରିଦବ, ଆପଣ ଗୋଟେ ବାଡ଼ କରିଦଉଛନ୍ତି ଚାରିକଡ଼। କେତେ ପର୍ଯ୍ୟନ୍ତ? ନା ଗଛଟି ଷ୍ଟ୍ରଙ୍ଗ ହେଇଯିବା ପର୍ଯ୍ୟନ୍ତ। ଏଇ ଉଦାହରଣଟି ମୋର ନୁହେଁ, ଏଇ ଉଦାହରଣଟି ହଉଛି ରାମକୃଷ୍ଣ ପରମହଂସଙ୍କର। କେତେ ପର୍ଯ୍ୟନ୍ତ ଆପଣ ସେଲ୍ଫ ପ୍ରିପାରେସନ କରିବେ? ଯେତେ ପର୍ଯ୍ୟନ୍ତ ଲୋୟର ନେଚରର ବଳ ଆପଣଙ୍କୁ ପାଇବ ନାହିଁ ନେଇଯିବାକୁ, ଆପଣ ଏତେ ଷ୍ଟ୍ରଙ୍ଗ ହେଇଯାଇଥିବେ ଯେ କୌଣସି କମ୍ପ୍ରମାଇଜ କରୁନଥିବେ, କୌଣସି ପ୍ରଲୋଭନ ଆପଣଙ୍କୁ ତା ପଛରେ ନେଇଯାଇ ପାରୁନଥିବ। ଯାହାକୁ କହୁଛନ୍ତି ଏତେ ଷ୍ଟ୍ରଙ୍ଗ ହେଇଯିବ, ଆପଣଙ୍କ ରୁଟ୍ have no longer any soil to hold by। ଏପରି କିଛି ମହିଳା ନଥିବ ଯେ ଆପଣଙ୍କୁ ସେଠି ରହିପାରିବ। and come out easily by a spontaneous psychic change। ଆମେ ଏଭଳି ଗୋଟେ ସ୍ଥିତିରୁ କେତେବେଳେ ବାହାରି ଆସିବା? ନା ଯେତେବେଳେ ଆମ ଭିତରେ ଏକ ସ୍ୱତଃସ୍ଫୂର୍ତ୍ତ ଚୈତ୍ୟ ପରିବର୍ତ୍ତନ ବା ଚୈତ୍ୟ ରୂପାନ୍ତର ସଂଗଠିତ ହେବ। ଆଚ୍ଛା, ଆପଣଙ୍କୁ ଏଠି 3ଟି ଶାଖା ବିଶିଷ୍ଟ ସାଧନାର କଥା କୁହାଗଲା। 3ଟି ଆପଣ ମନେ ରଖିଲେ। ଗୋଟେ ହଉଛି ଆସ୍ପିରେସନ, ରିଜେକ୍ସନ ଆଉ ସରେଣ୍ଡର। ଏଇ ସାଧନାରେ କୋଉଟା କାହା କ୍ରମରେ ଆସିବ? କ୍ରମ କଣ ତାର? ଆଗେ ଆସ୍ପିରେସନ ଆସିବ, ତାପରେ ରିଜେକ୍ସନ, ତାପରେ ସରେଣ୍ଡର। କ୍ରମ ସମ୍ପର୍କରେ ଯାହା ସୂଚନା ମିଳିପାରୁଛି ତାହା ହଉଛି ଇନ୍ ଆୱାର ସାଧନା aspiration should come before rejection। ପ୍ରତ୍ୟାଖ୍ୟାନ ପୂର୍ବରୁ ଆସ୍ପୃହା ଆସିବ। କାରଣ ସାଧକ ଗୋଟେ ଭବିଷ୍ୟତର ଦୃଷ୍ଟି ନେଇକି ଏଠି ପଢିବ। ଆମେ ଦୃଷ୍ଟିଟା ଉପରେ ଗୁରୁତ୍ୱ ଦଉଛୁ, ଦୃଷ୍ଟିର ଉତ୍ତରଣ। ଜଣେ ଗୋଟେ ସାଧାରଣ ଦୃଷ୍ଟି ନେଇକି ବଞ୍ଚୁଛି, ଆଉ ଯେତେବେଳେ ତାର ସେ ଦୃଷ୍ଟିଟି ଉତ୍ତରିତ ହେଇଯିବ, ସିଏ ଗୋଟେ ସାଧନାର ଜୀବନ ବଞ୍ଚିବାକୁ ଚାହିଁବ, ତାର ଭବିଷ୍ୟତ ଲକ୍ଷ୍ୟଟା ଅଲଗା ହେଇଯିବ। ଆମେ ଭବିଷ୍ୟତ କହିଲେ ବୋଧେ ଗୋଟେ ମଜବୁତ ଆର୍ଥିକ ସଂସ୍ଥାନ କଥା ହୁଏତ ଭାବୁଥିବା। ଭବିଷ୍ୟତ ପାଇଁ କଣ କଲ? ମୁଁ ଘର ଅଧିକଣ୍ଡ କଲି, ପୁଅ ଝିଅ ମାନେ ମଣିଷ ହେଇଗଲେ, ନାତି ନାତୁଣୀ ମାନେ ମଣିଷ ହେଇଗଲେ, ମୋର ଭବିଷ୍ୟତ ବର୍ତ୍ତମାନ ସୁରକ୍ଷିତ ହୁଏ। କେତେ ଜଣଙ୍କର ହେଲାଣି? ମତେ ଚିଠି ଲେଖି ଜଣାଏ ଯେ ମୋର ପୁଅ ଝିଅ ମାନେ ମଣିଷ ହେଇଯିବା ଫଳରେ ମୋର ଭବିଷ୍ୟତଟା ସୁରକ୍ଷିତ ହେଇଯାଇଛି। ବରଂ ମୁଁ ଉଲ୍ଟା କଥା କହିବି ଯେ ଖାଲି ମାନେ ଏକ୍ସେପସନ ଥାଇପାରେ, କିନ୍ତୁ ଜେନେରାଲି ସ୍ପିକିଂ ସେଇଗୁଡ଼ିକ ଆପଣଙ୍କ ପାଇଁ ଲାଇବିଲିଟି ହଉଛି, ବୋଝ ହଉଛି, ଅସୁବିଧା ହଉଛି, ସଂକଟ ତିଆରି କରୁଛି। କାରଣ ଆମେ ଯଥାର୍ଥ ଭବିଷ୍ୟତଟି ଜାଣିନାହାନ୍ତି। ଯଥାର୍ଥ ଭବିଷ୍ୟତଟି କେବଳ ମାଙ୍କ ହାତରେ ସୁରକ୍ଷିତ, ଭଗବାନଙ୍କ ହାତରେ ସୁରକ୍ଷିତ। ତେଣୁ ଯେଉଁମାନେ ଭବିଷ୍ୟତର ଚିନ୍ତା କରନ୍ତି ସେମାନେ ଅବଶ୍ୟ ମାଙ୍କ କଥା ଚିନ୍ତା କରିବେ, ଅବଶ୍ୟ ଭଗବାନଙ୍କ କଥା ଚିନ୍ତା କରିବେ। ଯଦି ସେମାନେ ଚିନ୍ତା କରିବେ ତାହେଲେ ସେ ପ୍ରଥମେ ଆସ୍ପୃହାଟେ ନିର୍ମାଣ କରିବେ ଯେ ମୋ ଜୀବନରେ ଏପରି ଆଲୋକ ଆସୁ, ମୋ ଜୀବନରେ ସେଇ ଅନ୍ଧକାର ଗୁଡ଼ିକ ଦୂର ହେଇଯାଉ ଯୋଉ ଗୁଡ଼ିକ ମତେ ମାଙ୍କ ଠାରୁ ଦୂରେଇକି ରଖିଛି। ତାକୁ ହିଁ କହନ୍ତି ସତ୍ୟର ଆଲୋକ। ଏବେ ଆମେ 6ଟା ବେଳେ ଗୋଟେ ପାଠଚକ୍ରରେ ଥିଲେ, ସେଠି ଗୋଟେ କଥା ପଡିଥିଲା, ସତ୍ୟର ଆଲୋକ ଆସିଲେ କଣ କରଣୀୟ, କୋଉଟା କରିବା, କୋଉ କାମଟି କର୍ତ୍ତବ୍ୟ ସେଟା ଜଣା ପଡିବ, କିପରି କରିବାକୁ ହବ କର୍ମଟି ତାହା ମଧ୍ୟ ଜଣା ପଡିବ।
आमे संगति मध्यको प्रवेश करि परिया सत्यर आलोक रे शक्ति अछि प्रथमे मो जीवन को सत्यर आलोक आसु मो जीवन रे जो असत्यर अंधकार रही सेटा चली जाऊ एभली गोटे आस्फुहाटे आमको करबा को पड़िबो तेणु प्रथमरु आम भितरे यही सबू जो अनेक समय जो जोड़ा अपरिहार्य भाव में आम सहित जन्म जन्म धरी रही हजार हजार वर्ष धरी रही एते भूल भ्रांति गुड़िक आम भितर अच्छी एते रंग टर्न से ऑब्स्क्यूरिटीज रही से गुड़ी को आमे दूर करने प्रथमे मां आमे निवेदन करवा जे माँ ये गुड़िक आम जीवन रे संभव हो जाऊ तेणु आपण जेते जहा करंतु भगवान राज्य रे सत्य छड़ा असत्यर कौन से स्थान नहीं भगवान आपणकर किछि बुझंतिनी आपण नड़िया कदली धूप दीप जेते घंटी जेते भोग राग सब किछि नियंती नहीं तांको दरकार नहीं छोटा सब किछि दरकार नहीं तांको भगवान को दरकार आपणक चेतनार इंटीग्रालिटी से सेटा ही बुझंती जहाँ को आमे को भाव भावर ठाकुर भाव बुझंती से आपण कौन चाहूचंती आपण सत्य प्रति दिव्य सत्य प्रति उन्मुख हेलेनी दिव्य जननी प्रति उन्मुक्त हेलेनी यही कथार जो चेतनाटी से चेतनाटी आपण भीतर निर्माण होइछि कि नहीं सेटा आमे मां को बा प्रभु को किछि बाटरे ठकी पारिबा नहीं तेणु जेते पर्यंत आम भितर उपयुक्त चेतनाटी मां को प्रति एवं भगवान को सत्य प्रति चली न जाइछि सेते पर्यंत गोटे दृढ़ आस्पृहा एक यथार्थ श्रद्धा एवं प्रेम पूर्ण एवं निरंतर उन्मुखताटी भगवान आड़ को आमे मध्य संभव करि परिबा नहीं आज आमर समय हिची आमे आलोचना ये रखा समस्त को अनेक शुभेच्छा शुभरात्रि वंदे मातरम। अनेक अनेक कृतज्ञता भवेश भाई को आज आमर शरणागतिर जीवनर शेष आमे आउ थे समराइज करुचंती भवेश भाई आम जीवनर पथ को ये जीवनर यात्रा को सबुड़िक निरंतर जो धारावाहिक आलोचना गुड़िक आम कर तार सारांश आउ थे मन पकई देवाई आज भवेश भाई तांकर ये समराइज पर्व टी अति सुंदर भाव रे उपस्थापना करचंती एवं आम मान को मन पकई दौरान जो यात्रा आम आरंभ करथिले जो उद्देश्य रे जो लक्ष्य रे सेही उद्देश्य सेही लक्ष्य रे आम केते दूर कायम रहिछंती से विषय सचेतन हेबापाई यही आलोचना निश्चित भाव में आमको आउ थे
ସଚେତନ କରେଇଦେବ। ଏହି ବିଶ୍ୱାସ ଏବଂ ଭରସାର ସହ ଭାବୁଛି କାର୍ଯ୍ୟକ୍ରମକୁ ଆମେ ଏଇଠି ରଖିବା। ପୁଣି ଏହି ସାରାଂଶ ଯାତ୍ରା ଜାରି ରହିବ। ଆସନ୍ତା ସୋମବାର ପୁଣି ଏହି ପାଠଚକ୍ରରେ ଆମେ ଏକାଠି ହେଇ ଆଉ ଥରେ ଶୁଣିବା, ମନେ ପକାଇବା ଆମ ଜୀବନର ଯାତ୍ରା ପଥରେ ଭେଟିଥିବା ସମସ୍ତ ମାର୍ଗ ଗୁଡ଼ିକୁ, ଛକ ଗୁଡ଼ିକୁ, ତାର ବାଧା ଗୁଡ଼ିକୁ ଏବଂ ସେ ବାଧା ଗୁଡ଼ିକୁ ଅତିକ୍ରମ କରିବାର ଉପାୟ ଗୁଡ଼ିକୁ ଆଉ ଥରେ ମନେ ପକାଇବା, ଖୋଜିବା। ଭବେଶ ଭାଇଙ୍କର ଏହି ଆଲୋଚନାରୁ ଏହା ନିଶ୍ଚୟ ଅଧିକ ଆମ ପାଇଁ ଉପଯୋଗୀ ହେବ। ଏହି ଆଶା ବିଶ୍ୱାସର ସହିତ ସମସ୍ତଙ୍କୁ ନମସ୍କାର, ଶୁଭରାତ୍ରି।